ଗଣମାଧ୍ୟମ ମୁଦ୍ରିତ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଭାଇ ଭଉଣୀମାନେ, ତ ସେ ଗଣମାଧ୍ୟମର ଜଣେ ବ୍ୟକ୍ତି ତଥାପି ଏଠି ବସିଛି କେବଳ ଡୁଡୁ ଫାଉଣ୍ଡେସନ ପ୍ରତିଷ୍ଠା ହିସାବରେ ମୋତେ ରହିଛି। ଏବଂ ଏ ଗୋଟେ ଏଭଳି ଅନୁଷ୍ଠାନ ଯିଏକି ଆପଣମାନେ ଯାହା ଜାଣିଲେ 5 ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଆସିଛି ବିଭିନ୍ନ ବର୍ଗର, ଯିଏକି ନିଡି ଯେଉଁମାନେ ଆବଶ୍ୟକ, ଯେଉଁମାନଙ୍କ ପାଖରେ ସାହାଯ୍ୟ ପହଞ୍ଚିବା କଥା ତାଙ୍କ ପାଖରେ ଶସ୍ତ୍ର ସାହାଯ୍ୟ ପହଞ୍ଚେ ଏବଂ ବହୁତ ମହତ୍ କାର୍ଯ୍ୟକ୍ରମ ହାତକୁ ଦିଏ, ଯେଭଳି ରକ୍ତଦାନ, ବୃକ୍ଷରୋପଣଠୁ ଆରମ୍ଭ କରି ସବୁ ଦିଗକୁ ଛୁଏଁ। ତା ସହିତ ଯେଉଁମାନେ ସମାଜରେ ଯାହାଙ୍କ ବିପୁଳ ଅବଦାନ ରହିଛି, ସାମଗ୍ରିକ ଭାବରେ ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି, ଯେପରି କିଛି ପ୍ରତିଭାକୁ ମଧ୍ୟ ପ୍ରତିବର୍ଷ ସମ୍ମାନିତ କରେ ଡୁଡୁ ଫାଉଣ୍ଡେସନ ତା ବାର୍ଷିକ ଉତ୍ସବରେ। ଜୁଲାଇ ପ୍ରତିବର୍ଷ ଅଗଷ୍ଟ 26 ତାରିଖ ଦିନ ଏହାର ବାର୍ଷିକ ଉତ୍ସବ ହୁଏ ଏବଂ ସବୁ କେତେବେଳେ ଝାରପଡ଼ାରେ ଯେଉଁ ଡୁଡୁ ଫାଉଣ୍ଡେସନ କାର୍ଯ୍ୟାଳୟ ସେଠି ହୁଏ ଏବଂ ଏ ବର୍ଷ ଏଇଟା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରରେ ହେବ ଏବଂ ସେଦିନ ନିଶ୍ଚିତ ଭାବରେ ବଡ଼ କଥା ଯେ 5 ଜଣ ବ୍ୟକ୍ତିତ୍ୱକୁ ସେଦିନ ସମ୍ବର୍ଦ୍ଧିତ କରାଯିବ, ସମ୍ମାନିତ କରାଯିବ, ଯେଉଁମାନଙ୍କର ଏ କ୍ଷେତ୍ରରେ ବିଭିନ୍ନ କ୍ଷେତ୍ରରେ ବହୁତ ଅବଦାନ ରହିଛି। ତେଣୁ ଆପଣମାନେ କିଛି ବ୍ୟସ୍ତତାର ସମସ୍ତ ଗଣମାଧ୍ୟମ କହିବା ଦୃଷ୍ଟତା, କାରଣ ମାନେ ପ୍ରତିଟି ମୁହୂର୍ତ୍ତ ଗଣମାଧ୍ୟମର ନିଶ୍ଚିତ ଭାବରେ କର୍ମମୁଖର କାର୍ଯ୍ୟ ଜଞ୍ଜାଳ ଭିତରେ ବ୍ୟସ୍ତ, ତା ଭିତରୁ ଯଦି ବାହାର କରି ଆପଣମାନେ ସେଠି ପହଞ୍ଚିବେ ଅନ୍ତର ମହତ୍ କାର୍ଯ୍ୟରେ କିଛିଟା ସହଯୋଗ ରହିବ ଏବଂ ଡୁଡୁ ଫାଉଣ୍ଡେସନକୁ କିଛି ସହାୟତା ଯେଉଁ ଭଳିଆ ଭାବରେ ତାଙ୍କର କାର୍ଯ୍ୟକଳାପକୁ କିଛିଟା ସମାଜ ଆଗରେ ପହଞ୍ଚେଇବା, ଜନସାଧାରଣ ପହଞ୍ଚେଇବା ପାଇଁ ଯଦି କିଛି ଉଦ୍ୟମ କରାଯାଏ ବା କିଛି ସହଯୋଗ ଆପଣମାନେ କରନ୍ତି, ମୁଁ ଭାବୁଛି ପିଲା ସାମଗ୍ରିକରେ ଗୋଟେ ଭିନ୍ନକ୍ଷମ ବା ଯେଉଁମାନେ ଶାରୀରିକ ଅସମର୍ଥ ଅସମର୍ଥ ଯେଉଁମାନେ ସେମାନଙ୍କ ବି ଏଇଟା ଗୋଟେ ପ୍ରେରଣା ଉତ୍ସ ଭଳିଆ କାମ କରିବ। ତେଣୁ ମୁଁ ଭାବୁଛି ଇଏ ଗୋଟିଏ ଏ ମହତ୍ କାର୍ଯ୍ୟରେ ଆପଣମାନଙ୍କ ସହଯୋଗ କାମନା କରୁଛି, କାରଣ ଭୁବନେଶ୍ୱର ଗଣମାଧ୍ୟମ ଜାଣେ ସବୁ ଭଲ କାର୍ଯ୍ୟ ପଛରେ ଥାଏ ଏବଂ ମୋର ଏ ଦିଗରେ ଯେହେତୁ 52 ବର୍ଷ ସାମ୍ବାଦିକତା ରହିଛି, ସମାଜରେ 40 ବର୍ଷ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ରହିଛି, ତେଣୁ ମୁଁ ଜାଣେ ଯେ ଗଣମାଧ୍ୟମ ନିଶ୍ଚିତ ଭାବରେ ସହଯୋଗାତ୍ମକ ରହିବ। ଧନ୍ୟବାଦ। ନମସ୍କାର, ଜୟ ଜଗନ୍ନାଥ। ଆଜି ଏଇ ପ୍ରେସ୍ ବିଜ୍ଞପ୍ତିର ଯେଉଁ ମାନେ କରାଯାଉଛି ତାର ପ୍ରଥମ ଯେଉଁ ଆମେ ଆଜି ଏଠି ସମସ୍ତେ ଏକାଠି ହେଇଛେ, 5ମ ସ୍ୱର୍ଣ୍ଣକ୍ଷେତ୍ର ଦିବସ ଡୁଡୁ ଫାଉଣ୍ଡେସନ ଟ୍ରଷ୍ଟ 2019 ମସିହାରୁ ଆରମ୍ଭ ହୋଇ 5 ବର୍ଷ ଧରି ଆମେ ଆମର କାର୍ଯ୍ୟକର୍ତ୍ତା ଜାରି ରଖିଛୁ। ପାଖାପାଖି କରୋନା ମହାମାରୀଠୁ ନେଇ ଆମେ ଯେତେ ସବୁ ପ୍ରାକୃତିକ ବିପର୍ଯ୍ୟୟ, ଗରିବଙ୍କୁ ଖାଦ୍ୟ ପ୍ରଦାନ, ଅନ୍ନ ବଣ୍ଟନଠୁ ନେଇକି ଫ୍ରି ଅଫ୍ କଷ୍ଟରେ ମାସ୍କ ବଣ୍ଟନ, ଆଖି ପାଇଁ ଆମର ମୋତିଆବିନ୍ଦୁ ଅପରେସନ, ଆଖି ଚିକିତ୍ସା ଶିବିର, ତାପରେ ଆମେ ରକ୍ତଦାନ ଶିବିର, ବୃକ୍ଷରୋପଣ କାର୍ଯ୍ୟକ୍ରମ ସବୁ କରିବା ପରେ ମଧ୍ୟ ଆମର ଟ୍ରଷ୍ଟର ଆମେ ପ୍ରତ୍ୟେକ ବର୍ଷ ବାର୍ଷିକ ଉତ୍ସବ ଡୁଡୁ ଯାହା ପାଇଁ ଅନୁଷ୍ଠାନ, ଯିଏ ବର୍ତ୍ତମାନ କେବଳ ମୋର ପୁଅ ନୁହେଁ, ପ୍ରତି ତରଳି ପ୍ରାଣର ଗୋଟିଏ ଆବାଜ ଡୁଡୁ, ତା ପାଇଁ ଆମେ ଅନୁଷ୍ଠାନ କରିଥିଲୁ। କିନ୍ତୁ ବର୍ତ୍ତମାନ ଅନୁଷ୍ଠାନ ସହିତ ପାଖାପାଖି ଓଡ଼ିଶା ନୁହେଁ ଓଡ଼ିଶା ବାହାରୁ ସମସ୍ତେ ଜଡ଼ିତ ହୋଇସାରିଲେଣି। ଆମେ ଉତ୍ସବ ଆମେ କରୁଛୁ, କେବଳ ଉତ୍ସବ ଆମର ଆନୁଆଲ ଡେ ବାର୍ଷିକ ଉତ୍ସବ ନୁହେଁ, ତାର ଜନ୍ମୋତ୍ସବ ମଧ୍ୟ 26 ଅଗଷ୍ଟ 2019 ଠାରୁ ମିଶିକି ଆମେ ଆମର ଅନୁଷ୍ଠାନର ବାର୍ଷିକ ଉତ୍ସବ ସହିତ ତାର ଜନ୍ମୋତ୍ସବ ପାଳନ କରିଆସୁଛୁ। ସେଥିରେ ଆମେ ପାଖାପାଖି ତାର ନାଁରେ, ଯେହେତୁ ସେ ମାନସିକ ଅନଗ୍ରସରତାର ଶିକାର, ସେ ଲୋକମାନଙ୍କ ପାଖରେ ତାର ବିଷୟବସ୍ତୁ ପହଞ୍ଚାଇବା ପାଇଁ ଆମେ ଏଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲୁ। ଡୁଡୁ ସମ୍ମାନ 2020ରୁ ଆମେ ନେଇ ଆସୁଛୁ, ଯେଉଁମାନେ କି ଭିନ୍ନକ୍ଷମ ହେଇ ବି ସକ୍ଷମ ଜୀବନଯାପନ କରୁଛନ୍ତି, ଲୋକମାନଙ୍କ ପାଖରେ ପ୍ରେରଣା ସାଜିଛନ୍ତି, ନିଜ ଧୈର୍ଯ୍ୟ ନିଜର ପାରଙ୍ଗମତାକୁ ଲୋକମାନଙ୍କ ପାଖକୁ ଆଣିପାରିଛନ୍ତି, ତାଙ୍କୁ ନେଇ ଆମେ ଡୁଡୁ ସମ୍ମାନ 2020ରୁ 2024 ପର୍ଯ୍ୟନ୍ତ ଦେଉଛୁ। ସେଇଥିରେ ଏ ବର୍ଷର ଆମର ଯେଉଁମାନେ ବିଜେତା ଅଛନ୍ତି, ଆମେ ଯାହାକୁ ପୁରା ଓଡ଼ିଶାରୁ ଆଣିଛୁ, ସେମାନେ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ନାଁ କରିଛନ୍ତି। ତାଙ୍କ ଭିତରୁ 3 ଜଣ
सुनामधन्य खेलाड़ी अच्छा आउ 2 जन समाजसेवी सहित दक्ष उद्योगपति अच्छा। तो तापरे आम जेहेतु गोटे अनुष्ठान सब अनुष्ठान को प्रेरणा जोगी कार्य लोक मान स्वेच्छासेवी अनुष्ठान गढ़वे केवल जे गोटे स्वेच्छासेवी हवा गोटे बड़ कथा नुहे गोटे अनुष्ठान माध्यम 50 नुहे 500 नुहे 5000 एमती बहुत लोक सांगे रखिकी अनुप्राणित कर सेवा माध्यम को आगू बढ़ाई आम अनुष्ठान मानक 9टी अनुष्ठान को आम तरफ सम्मान करुचु। डुडनु प्रेरणा सम्मान 2024 से 2020 रु 2024 पर्यंत चली आम सहित आम उपदेष्टा अच्छा प्रदोष पट्टनायक सर मोर बड़ भाई श्रीजुक्त शंकर सर परिड़ा महोदय जहाँ को लेकिन आम अनुष्ठान जार निर्देश क्रम आज अनुष्ठान ये पहुँची पारी संजीव कुमार हरिचंदन मोर स्वामी आम जे संपादक रोशनी लिबेक भी अनुष्ठान 2 वर्ष है बहुत किसी अवदान अच्छी। तो समस्त मिश्रण पर्व आज अनुष्ठान तार पुणी 5म वार्षिक स्वरक्षेत्र दिवस सहित डुडनुर 19तम जन्मदिन पालन हम आई समस्त आसी पहुँचापी आम तरफ नवेदन रहा। धन्यवाद। डुडुन फाउंडेशन डुडुन ना गढ़ अनुष्ठान गोटे व्यक्ति नुह गोटे अनुष्ठान ये अनुष्ठान गोटे सामाजिक और सामग्रिक अनुष्ठान कहते बोली समाज बहुविध समस्या सूत्र सिद्धांत निर्णय करला बेले डुडुन फाउंडेशन अंतर्गत भुवनेश्वर केवल नुह ओडिशा विभिन्न प्रांत में डुडुन फाउंडेशन का कार्यक्रम जारी रखी। आसंता 24 तारीख गुरु पेरुचरण महापात्र ओडिसी गवेषणा केन्द्र और 5म स्वरक्षेत्र दिवस पालन कर समाजर प्रतिष्ठित व्यक्ति सहित विभिन्न बहुविध विभाग अधिकारी विभिन्न व्यक्ति विशेष को संवर्धित करने सहित समाज पर समर्पित स्वेच्छासेवी संगठन मानक डुडुन सम्मान उत्साहित कर